ଗଲୁ ଏଠୁ ପାଠ ଯାଉନି। କଣ କହିଲ? କଣ ପାଇଁ ପାଠ ଦେବେ? ପାଠ କାହିଁକି ଦେବେ? କଣ ପାଇଁ ମତେ? ତୁ ଯା ଯା ତୁ ଏଠୁ। ମୁଁ କାହିଁକି ଯିବି? ମୁଁ ପରା ମୋ ଭାଇକି ଅପେକ୍ଷା କରୁଛି। ମୁଁ ବି ସେଇ ଭାଇକି ଅପେକ୍ଷା କରିଛି। ହଁ ଶୁଣ, ଭାଇ ଆଜି ପ୍ରଥମ ମାସର ଦରମା ପାଇଁ ଆସୁଛନ୍ତି। ସେ ଦରମା ପଇସା ଆଣିଲେ ମୁଁ କେମିତି 20 ହଳ ଖଣ୍ଡେ ଡ୍ରେସ୍ କିଣିବି ମୁଁ ଆଉ ଜାଣିପାରୁନି। ଶୁଣ, ଗୋଟେ ମାସରେ ଗୋଟେ, ଆହୁରି ମାସରେ ଗୋଟେ ପୁରା ନୂଆ ଡ୍ରେସ୍ ପିନ୍ଧି ପୁରା ବୁଲିବି। ହଁ କି? ହଁ। ହେଲୋ ହେଇ ଭାଇ ତ ଦରମା ପାଇ ଘରକୁ ଫେରୁଛି। ତୁ କାଇଁ ଏତେ ଉଚ୍ଛନ୍ନ ହଉଛୁ ବା? ତୁ ଏବେ ଯୋଉ ଟିକେ ଆଗରୁ ଉଚ୍ଛନ୍ନ ହଉଥିଲା ମନ ତୋର କଣ୍ଟ୍ରୋଲ ହେଇଯାଉଥିଲା। ତୋର ଖାଲି ମନ ମୋ ମନ କିଛି ନାହିଁ ନା? ନା ତୋର ନାହିଁ। ମୁଁ ଝିଅ ପିଲାଟା, ମୁଁ ଚୁଡ଼ି ଲଗେଇବି, କାନଫୁଲ ଲଗେଇବି, ଡ୍ରେସ୍ ପିନ୍ଧିବି, କେତେ କଣ ମୋର ଅଛି। ଚୁପ୍ ବେଶୀ କଥା କହିଛୁ। ଦେଖୁଛୁ ନା ଏଇଟା ମାରିବେ ଗୋଟେ ଯୋଉ 32ଟା ଦେଖ ସବୁ ତକ ତଳେ ଗଳି ପଡ଼ିବ। କଣ କହିଲୁ? ତୁ ମତେ ମାରିବୁ? ହଁ ମାରିବି। ମାରିଲ ଦେଖିଆ। ମାର। ଦେଖିବୁ। ଆମେ ସମସ୍ତେ ତାଙ୍କ ପାଦ ତଳେ ଗୁହାରି ପଡ଼ିବା। हे जगतर नाथ जगन्नाथ, हे कालिया शांत, हे चका आखि चका नयन, हे पतित पावन, मोरे गरीब परिवार को तुम चक्र उहाड़ तले रखी था प्रभु, तुम चक्र उहाड़ तले रखी था, तुम चक्र उहाड़ तले। बिंदु बिंदु ए बिंदु बाबू आउ कुछ दिन पर आपनकर सेकेंड स्टार्टिंग से बापा खुशी होते बापा जानी पार ना से केस पे आना कि सरपंच रही तू के बापा को बुझा लो काना तू देखिबो से जमुना को तुम पे हम वंशटा दिले पड़ी छु भूल कहलो मेरा अरे जमुना तू चिनी मार तक भूल ही जाई छी से केवल काठरे तियारी अभागडा मुक्ति दिले नुह परम दया दान क्षमा और अपूर्व ठाकुर और तांकर दया अजुबन हम समस्त संपत्ति बिक्री हे এইটা আমি নিলাম এ ভাই বস তুমি এমনি কথা জমা করো না বলছি এটা তো বাধ্য হচ্ছে না কাইনা কোনো ভবিষ্যৎ দেখছি এই চাকরি করছি আর তুই
तुम खुश हो लेकिन गर्व मत करो। तू केवल जगन्नाथ को भाई गर्व करे ମୁଁ ନୁହଁ ଏ ସାରା ହିନ୍ଦୁ ସମାଜ ଜଗନ୍ନାଥଙ୍କ ପାଇଁ ଗର୍ବ କରନ୍ତି। ଆହୁରି ବି ଗର୍ବ କରିବା ଉଚିତ, କାରଣ ଏଇଟା କେଉଁ ତଳ କୋର୍ଟର ନୁହଁ, ଏକଦମ ସୁପ୍ରିମ କୋର୍ଟର। ଲେକିନ ମୁଁ କହିବି ଏ ଗଲତ କାଁ ହେଲା? ଜାଣି ଶୁଣି ଆମ ସଂଖ୍ୟା ଲୋକଙ୍କୁ କୋର୍ଟରେ ହରାଇ ଦିଆଯାଇଛି। ଲେକିନ ଆଲ୍ଲାହ ତମକୁ କେବେ ମାଫ କରିବେନି। আল্লাহ জরুর এই রায়ের সঠিক বিচার করিবে। বিচার তো হেলা সিয়ে জিতিবা কথা সিয়ে জিতিলা। ও তুমি ভাবিছ তোমার জগন্নাথ জিতিগলা? अरे ताको हरिବାର ଶକ୍ତି ଏ ଦୁନିଆରେ କାହାର ବା ଅଛି? ও ভাবিজি এই দুনিয়া দেখ চুকা। এই দুনিয়া দেখেছি তোমার জগন্নাথ কেটে হারিয়েছে। এই দুনিয়া দেখেছি মুসলমান বাদশাহ ডাক্তারবাবু তোমার জগন্নাথ কেমিতি চমড়ার চিরে বাঁধি ঘোষারি ঘোষারি টাড়ি নেইছিলাম। এই দুনিয়া দেখেছি মুসলমান নবাব কলা পাহাড় তোমার জগন্নাথ বহুত ডহল বিকাল করে। તમે હિન્દુ ગુણક ભેરો તમે જગન્નાથ કા પુરુષ આવું તમે જગન્નાથ કાઠોરે તિયારી અથા ગણા મૂર્તિ ସେଇଟା ହଉଛି ଆମ ଜଗନ୍ନାଥଙ୍କର ମହତ୍ତ୍ୱ। ଭବିଷ୍ୟତରେ ତମେ ତାଙ୍କୁ ଜାଣି ପ୍ରବଳ ବିକଳଙ୍କ କରିଦେବ ବୋଲି ଜାଣି ସେଇଥିପାଇଁ ଜନ୍ମରୁ ସେ ଅଧାଗଣା ହେଇଯାଇଛନ୍ତି। ତମରି ମାନଙ୍କ ହାତରୁ ନିଆଁ ତାକୁ କଳା ପକାଇଦେବ ବୋଲି ଜାଣି ସେ ନିଜ ଦେହରେ କଳା ଭଳି ହେଇ କଳା ଠାକୁର ହେଇଯାଇଛନ୍ତି। ଓ ବେଟି ବୁଜୁର୍ଗ ଲୋକ ବାତ କଲା ବେଳେ ପିଲାମାନେ ଚୁପ ରହନ୍ତି। ଏତିକି ସଂସ୍କାର ତମ ବାପା ତମକୁ ଶିଖାଇ ନାହାନ୍ତି। ବହୁତ ସଂସ୍କାର ଆମେ ଶିଖିଛୁ। ଆମ ବାପା ଆମକୁ ଶିଖାଇଛନ୍ତି ଘରକୁ ଆସିଥିବା ଅତିଥି ଗ୍ରହଣ କରିବା। କେବଳ ସେଇଥିପାଇଁ ତ ଏତେ ବଡ଼ ପର୍ଯ୍ୟନ୍ତ ଆମେ ଆପଣଙ୍କର ଅଧୈର୍ଯ୍ୟ ସହି ଚାଲିଛୁ। ଏବେ ଯାହା ଆପଣ ଆମ ଘରକୁ ଆସି ଆମ ଦେବଙ୍କୁ କରିଦେବେ। ଚାଲିଯାନ୍ତୁ କହୁଛି, ଚାଲିଯାନ୍ତୁ କହୁଛି। ଏକେବାରିଆ ଧରି ବାହାର କରିଦେବା। तुम लोग कहीं कहिबा, तुम लोग कहीं धक्का मारिबा। खुद ही चला जाता हूँ मैं। एक बात याद रखना मिश्रा, आएगा एक दिन आएगा तुम साला सब हिंदू लोग मेरा पाँव चटोगी पाँव। एक दिन तुम साला हिंदू लोग अल्लाह अल्लाह बोलोगी। याद रखना मिश्रा बाबू, आएगा एक दिन आएगा तुम्हारा ये हिंदुस्तान को मैं पाकिस्तान बोलूंगी पाकिस्तान। क्योंकि अमेरिका नाम कुछ दिया ना नाम खोले बाकी का दिमाग ना बंदूक नहीं हाथ में धरता हूँ छुरी। मैं बोलता हूँ अल्लाह, तुम बोलते हो जगन्नाथ।
ଯେମିତି ହେଲା ଆଜି ଆମ ଘରକୁ ଆସିବେ ଯେତେ ଶୀଘ୍ର ଦେଖା ଚାହା କାମ ସରିଯିବ ସେତେ ଭଲ ହବ। ବାପା ସେ କେତେବେଳେ ଆସିବେ? ଆରେ କେତେବେଳେ କର ଏବେ ଆସି ପହଞ୍ଚ। ମାଉସୀ ନମସ୍କାର। ଆସିବାରେ ମୋର ଟିକେ ଡେରି ହେଇନଥାନ୍ତା ଯେ ମୋ ଭଉଣୀ ବର୍ଷା ପାଇଁ ମୋ ଡେରି ହେଇଗଲା। ତାର ଏକା ଜିଦ୍ ଭାଇ ମୁଁ ତୋ ସାଙ୍ଗରେ ଯିବି। ଆସିଲା ବେଳେ ଭୋଜନ ସାଙ୍ଗେ ନେଇ ଆସିଲା। ଆଣିଛି ତାକୁ ନ ଆଣିଲେ ମୁଁ କଣ ଏକା ଆସିପାରିଥାନ୍ତି? କଣ କହିଲ ମୋ ଘରର ସବୁକୁ ଆପଣ ସାଙ୍ଗରେ ନେଇ ଆସିବି। ଆଜ୍ଞା। କାହିଁ କୁଆଡେ ଗଲ ମୋ ଘରର ଲକ୍ଷ୍ମୀ? ରୁହନ୍ତୁ ଡାକୁଛି ବର୍ଷା ଏ ବର୍ଷା। ତାକୁ ବାହାର ରଖି ଆସିଲୁନି? ଏଇଟା ପା ମୋ ଶାଶୁଘର। ମୋ ବୋଉ କହୁଥିଲା ଶାଶୁଘର ମନ୍ଦିର ସହିତ ସମାନ। ମନ୍ଦିରକୁ କିଏ ପୁଣି ଚପଲ ପିନ୍ଧିକି ଆସେ? ସେଥିପାଇଁ ତ ମୋ ହାତରେ ଧରିଛି। ହେଲା ଯେ ତାକୁ ବାହାର ରଖି ଆସିଲୁନି? କେମିତି ରଖିଥାନ୍ତି? ଅଭାବୀ ମଣିଷଟା ଏଇ ଚପଲକୁ ଦେବା ପାଇଁ ତତେ ମାସେ ଲାଗିଗଲା। ବାହାରେ ଚାରିଟା କୁକୁର ବୁଲୁଛନ୍ତି। ମୁଁ ଯଦି ଚପଲକୁ ରଖିଦେଇ ଆସିଥାନ୍ତି ସେମାନେ ଯଦି ଦାନ୍ତର କାମୁଡ଼ିକି ଛିଡେଇ ଦେଇଥାନ୍ତେ। ଏମାନେ ସମସ୍ତେ ହସୁଛନ୍ତି କାହିଁକି? ମୁଁ କଣ କିଛି ଭୁଲ କହିଦେଲି କି? ନାଇଁ ତୁ ଏକଦମ ଠିକ କହିଛୁ। ଦେଲୁ ସେ ଚପଲ ଆଣିକି ମତେ ଦେଲୁ। ବର୍ଷା ଇଏ ହଉଛନ୍ତି ତୋ ଶ୍ୱଶୁର। ଯା ତାକୁ ପ୍ରଣାମ କର। କଣ କହିଲୁ ଭାଇ? ମୋ ଶ୍ୱଶୁର? ହଁ ମୋ ବୋଉ କହୁଥିଲା ଗୋଟେ ଝିଅ ପାଇଁ ତା ଶ୍ୱଶୁର ଠାକୁରର ମନ୍ଦିର ସିଏ। ମୋ ଶ୍ୱଶୁରଙ୍କ ପାଦ ଧୋଇ ପାଣି ନେଇ ତୁଣ୍ଡରେ ମାରିଲେ, ତାକୁ ସକାଳେ ସନ୍ଧ୍ୟାରେ ମୁଣ୍ଡିଆ ମାରିଲେ କୋଟି ପୁଣ୍ୟ ମିଳେ। ମୁଁ ଏଇ ଘରକୁ ବୋହୂ ହେଇ ଆସିଲା ପରେ ଆପଣ ମତେ ସେ ସୁଯୋଗ ଦେବେ ନା? ବର୍ଷା ଇଏ ହଉଛନ୍ତି ତୋ ଶାଶୁ। ଯା ତାଙ୍କୁ ବି ପ୍ରଣାମ କର। ମୋ ବୋଉ କହୁଥିଲା ଗୋଟେ ଝିଅ ପାଇଁ ତାର ସବୁଠୁ ବଡ ସାଙ୍ଗ ହଉଛି ମା। ଝିଅଟି ବାହା ହେଇ ବାପ ଘର ଛାଡି ଶାଶୁ ଘରକୁ ଆସିଲା ପରେ ଯଦି ତା ଶାଶୁର ମୁହଁରେ ଦେଖେ ବୋଉର ମୁହଁ, ଶାଶୁ ପଣସ ତଳେ ପାଇଥାଏ ବୋଉର ସ୍ନେହ, ତାହେଲେ ସେ ଝିଅଟା ଭାଗ୍ୟବତୀ। ମୋ ମା ତ ନାହିଁ, ଆକାଶର ତାରା ହେଇଯାଇଛି। ମୁଁ ଏ ଘରକୁ ଆସିଲା ପରେ ଆପଣ ମୋ ପାଇଁ ମୋ ମା ହେବେ ନା? ବର୍ଷା ଇଏ ହଉଛନ୍ତି ତୋ ଦିଅର ବିରାଟ ଆଉ ଇଏ ହଉଛନ୍ତି ତୋ ନଣନ୍ଦ ବିନି। ମୋ ବୋଉ କହୁଥିଲା ଘରର ସାଥୀ ବରଷା ଝଡ଼ିରେ ଏକାଠି ରହିବା, ସୁଖ ଦୁଃଖ ସବୁ ବାଣ୍ଟି ନେବା, ଏ ଘରକୁ ମନ୍ଦିର କରିବା। ଏ ଭାଉଜ ଏତେ ଭଲ ତମେ କେମିତି ହେଲ? ଏ ବୋଉ
ଦେଖି ତମର ସବୁ କଥା ଶୁଣି ସାରିବା ପରେ ମୋର ସବୁ ମୁକ୍ତ ଗୁଡ଼େ କାମ ଦେଖିବା ଆଗକୁ କଣ ସବୁ ହଉଛି। ନାଇଁ ଆଜ୍ଞା ନାଇଁ ଆମେ ଏବେ ଆସୁଛୁ ଆସୁଛୁ। ନା ନା ସେମିତି ହେଇପାରିବନି ବୁଝିଲ। ଆଉ କିଛି ସମୟ ପରେ ମୋ ଉପରେ ବିଶ୍ୱାସ ଅଛି ଘରେ ପହଞ୍ଚିବ। ସେ ପୁଣି ବର୍ଷାକୁ ଦେଖିବ ନା ନାଇଁ। ଏମା ଜଲ୍ଦି ଚାଲ ଆମେ ଟିକେ ରୋଷେଇ ବସା କାମ ଶୀଘ୍ର ସାରିବା। ଆଚ୍ଛା ଭେଜା ତମ ସହିତ ମୋର କିଛି ଗୁରୁତ୍ୱପୂର୍ଣ୍ଣ କଥା ହବାର ଅଛି। ମାନେ ନାଇଁ ସେମିତି କିଛି ନାହିଁ ଧରିବାର କିଛି ନାହିଁ। ତାହେଲେ କଣ କହୁନାହାନ୍ତି? ନାଇଁ ଏଠି ନୁହଁ ଚାଲ ବଗିଚାକୁ ଯିବା ସେଠି ବସି ଗପସପ କରିବା। ହେଲେ ବର୍ଷା ଆରେ ଏଇଠି ଥାଉ ଟିକେ ରୁହନ୍ତୁ। ଏ ଚପଲ କଥା ମୁଁ ଏଇ ଗଲି ଆଉ ଆସିଲି ଏଇଠୁ ୟାର କୋଉଠୁ ଯିବୁନି ବାହାରେ ଚାରିଟା କୁକୁର ବୁଲୁଛନ୍ତି ଏଇଠି ଥିବୁ ମୁଁ ଏଇ ଗଲି ଆଉ ଆସିଲି ଚାଲନ୍ତୁ ମୁଁ ମୋ ବୋଉ କହୁଥିଲା ଗୋଟେ ଝିଅ ପାଇଁ ତା ଶାଶୁଘର ସରଗପୁର। ଗୋଟେ ଝିଅ ପାଇଁ ବାପ ଘରେ ସିନା ଚଳେ ଇନ୍ତୁଡ଼ି ନିଆଁ ହେଲେ ଶାଶୁ ଘରେ ଚଳେ ଚୁଇ ନିଆଁ। ସେଇ ସରଗପୁର ମାଟିରେ ମୁଁ ପ୍ରଥମ ଥର ପାଦ ପକେଇଛି। ହେ ସରଗପୁରର ମାଟି ମୁଁ ତମକୁ ଏଉଠୁ ମୁଣ୍ଡିଆ ମାରୁଛି ମୁଣ୍ଡିଆ। আরে কি অসনা করে দেলা কি বিশ্বাস এই ঝিওটা পা যে ଆମ ଘରୁ ଏବେ ଦୌଡ଼ି ଦୌଡ଼ି ପଳେଇଲା। আরে সেই ঝিওটা ଆଉ କେଇଟା ଦିନ ପରେ ଏ ଘରର ବଡ ବୋଉ ହବ। ମାନେ କଣ ମାନେ ମନେ ହଉଛୁ ତୋ ସହିତ ତାର ବାହାଘର ହବ। ଦେଖନ୍ତୁ ବାପା ବାହାଘରଟା ଗୋଟେ ପିଲାଟି ନୁହେଁ ଏକଥର ପାଇଁ ନିଷ୍ପତ୍ତି ଭାବ ପ୍ରବଣତା ଗୋଟେ ବାହାଘରର ମାନଦଣ୍ଡ ନୁହେଁ। ମୋ ବାହାଘର ଠିକ୍ କରିବା ପୂର୍ବରୁ ଆପଣ ଥରୁଟିଏ ତ ମୋତେ ପଚାରି ପାରିଥାନ୍ତେ। ଆବଶ୍ୟକତା ମନେ କରେନି କାରଣ ସେଇଟା ମୋର ଦାୟିତ୍ୱ। କିନ୍ତୁ ବାପା ଆରେ ଝିଅଟା ଦେଖିବାକୁ ଭାରି ସୁନ୍ଦର ଗୁଣର ମଧ୍ୟ। ଓହୋ ବାପା ରୂପ ଗୁଣ ଗୋଟେ ବାହାଘରର ମାନଦଣ୍ଡ ନୁହେଁ। ଗୋଟେ ଅଜଣା ଅଚିହ୍ନା ଝିଅ ସହିତ ବାହାଘର କରିବା ପୂର୍ବରୁ ମୋ ପସନ୍ଦ ନାପସନ୍ଦ ବୁଝିବା କଣ ଆପଣଙ୍କର ଉଚିତ ନଥିଲା? ପିଲାମାନଙ୍କ ଦ୍ୱାରା ମୁଁ ମିଳୁଥିବା ମୂଲବୃତ୍ତିକୁ ମୁଁ ଘୃଣା କରେ। ସେ କାଳର ସମୟ ଆଉ ଏ କାଳର ସମୟ ଭିତରେ ଅନେକ ଫରକ ଅନେକ ତଫାତ। ଆରେ କି ଫରକ କି ତଫାତ। ଆଗ କାଳରେ ସୂର୍ଯ୍ୟ ପୂର୍ବ ଦିଗରେ ଉଦଉଥିଲେ ଏବେ କଣ ପଶ୍ଚିମରୁ ଉଦଉଛନ୍ତି। ଆଗ କାଳରେ ଲିମ୍ବ ପିତା ଲାଗୁଥିଲା ଏବେ କଣ ମିଠା ଲାଗୁଛି। ମୁଁ ସେ କଥା କହୁନି ବାପା। ମୁଁ କହିବାର ମାନେ ଆପଣ ଏ ବାହାଘରଟା ବନ୍ଦ କରିଦେଲେ। ବାହାଘର ମୁଁ କରିଥିଲି କିନ୍ତୁ କାହିଁକି କାହିଁକି ନା ମୁଁ ଗୋଟେ ଝିଅକୁ ବାହା ହେବା ପାଇଁ କଥା ଦେଇଛି। ବିଶ୍ୱାସ ତୁ ଦେଇଥିବା କଥା ଫେରି ଆଣିବୁ ସେଇଟା ମୋର ଶେଷ ନିଷ୍ପତ୍ତି। ତା ନହେଲେ ତୋ ବାପାର ମଲା ମୁହଁ ଦେଖିବୁ ମଲା ମୁହଁ ମଲା ମୁହଁ। ଯାଆନ୍ତୁ ବାପା। କଣ କରିବି ମୁଁ ତାମାନେ ମୁଁ ଏଇ ଝିଅକୁ ବାହା ହେବି ଗୋଟେ ପାଗଳି ଝିଅକୁ ଯେ ଚପଲ ହାତରେ ଧରି ବୁଲୁଛି ନା ମୁଁ ସେଇ ଝିଅକୁ ବାହା ହେବି ଯେ ମୋତେ 6 ମାସ ଭିତରେ ମୋ ସୁନ୍ଦର ଜୀବନର ଅନୁଭୂତି ଦେବା ପାଇଁ ବାପାଙ୍କୁ ତ ରଖିଲି। ବାପା କହୁଛନ୍ତି ଆତ୍ମହତ୍ୟା କରିବେ ହେଲେ ଯାହାକୁ ଭଲ ପାଇଛି ଯାହାକୁ ବାହା ହେବା ପାଇଁ କଥା ଦେଇଛି ଆଉ ଯଦି ସେଇ ଝିଅକୁ ବାହା ନ ହୁଏ
हे प्रभु ये सब कौन भावुची ये सब कौन हो जाउची हे जगन